ବାଳ ତୁମ ଦିନକା ଭିତରୁ କାଲି ରାତିରେ କିଏ ମଟର ତରକାରୀ ଖାଇଥିଲା? କିଏ ମଟର ତରକାରୀ ଖାଇଥିଲା? ବାଳ ମଟର ତରକାରୀ ଖାଇକି ପାଇଖାନାରେ ହଗୁଛ, ହଗିକି ଭଲସେ ଫ୍ଲସ୍ କରୁନ, ସେ କୋ ପଳେଇଉଛ ନା। ବାଳ ମୁଁ ଏଇ ଯୋଉ ହଗତେ ଯାଇଥିଲି, ଯାଇକି ଦେଖିଲା ବେଳକୁ ସେ ପାଇଖାନାର ମଟର ବେଳକୁ ଭାସୁଛନ୍ତି। ମତେ ଦେଖି ମଟର ମାନେ କହୁଛନ୍ତି ଗୁଡ୍ ମର୍ଣ୍ଣିଂ ସାର୍, ଆମେ ଭିତରକୁ ଯାଇପାରିଲୁନି କାହିଁକି ନା ଆମକୁ କେହି ଭଲସେ ଫ୍ଲସ୍ କରିନାହାନ୍ତି। ବାଳ ଫ୍ଲସ୍ ତ କନ ବାଳ ଗନ୍ଧଉଛି ଯେ କଣ ଗୋଟେ କିଏ ଗୋଟେ ମାନେ ଏତେ ଜୋର ହଗୁଛ ମାନେ ମୋ ନାକ ପଚି ଯାଉଛି, ଏତେ ଜୋର ଗନ୍ଧ ହଉଛି। ବାଳ ହଗିକି ଭଲସେ ଫ୍ଲସ୍ କର, ତୁମକା ପରେ ଯିଏ ହଗତେ ଯିବ ବାଳ ତା ଅବସ୍ଥା କିସ ହବ ସେ ଗୁହ ଦେଖି ସେ କଥା ବେଳେ ଭାବୁନା। ବାଳ ନେକ୍ସଟ ଟାଇମ୍ ଯେତେବେଳେ ହଗତେ ଯିବ ଭଲସେ ଫ୍ଲସ୍ କରିବ, ନହେଲେ ଯଦି ଫ୍ଲସ୍ ନ କରିବ ଯାଇକି ପଦାର ହଗିବ ହେଲା। ବାଳ ତୁ ଶଳା କୁକୁର, ତୋର ତ ପଦାର ହଗିବାର ଅଭ୍ୟାସ ଅଛି, ହଗିକି ତଳେ ଗାଣ୍ଡି ଘୋଷ ଦେଇକି ପଳେଇ ଆସୁଛୁ ନା, ସେ ଫ୍ଲସ୍ କରିବା ଅଭ୍ୟାସ ତ ନାହିଁ ଆଉ, ସେଇ ପାଇଁ ହଗିକି ସେକ ପଳେଇ ଆଉଛ। ବାଳ ମଟର ତରକାରୀ ଖାଇକି ହଗୁଛ, ଇନଡାଇଜେସନ ହେଇକି ଗୁହ ହେଇଯାଇକି ଖାଲି ମଟର ଭାସୁଛି। ବାଳ ନେକ୍ସଟ ଟାଇମ୍ ହଗିଲା ବେଳେ ଭଲସେ ଫ୍ଲସ୍ କରିକି ଆସିବ, ନହେଲେ ଯାଇକି ପଦାର ହଗିବ, ବୁଝିପାରିଲ? ଲାଷ୍ଟ ୱାର୍ଣ୍ଣିଂ ଦେନି। ବାଳ ଏଇଟା ଥରେ ନୁହେଁ 3 ଥର କାନ୍ତର ମୁଁ ମାର୍କ କଲିନି ନାହିଁ। ବାଳ ହଗିକି ଭଲସେ ତୁମ ସବୁବେଳେ କେହି ଫ୍ଲସ୍ କରୁନ। ବାଳ ତୁମ ଗୁହ ମତେ ଶୁଙ୍ଘତେ ପଡୁଛି। ବାଳ ନେକ୍ସଟ ଟାଇମ୍ ଭଲସେ ଫ୍ଲସ୍ କରିବୁ, ନହେଲେ ପଦାରେ ଯାଇକି ହଗିବୁ।